କାହିଁକି କଲେ? ଆଉ ତ ସରଦାର ପଚାଶ। ପ୍ରଭୁ ଆପଣ ଏ ଭୁଲ କାହିଁକି କଲେ? କଖାରୁ ଗଛରେ ବଡ ବଡ ଫଳ ମାନେ ଛୋଟ ଗଛରେ ବଡ ଫଳ, ବଡ ଗଛରେ ଛୋଟ ଫଳ କାହିଁକି ଦେଲେ ପ୍ରଭୁ? ଇରେ ଧନ, ତୁ ଟିକେ ଆଗରୁ କହୁଥିଲୁ ବର୍ଷା ହଉନାହିଁ। ହାଟକୁ ଯାଇଛୁ। କୁଆଡେ ଯାଇଛୁ? ହାଟକୁ ଯାଇଛି। ହାଟକୁ ଯାଉଛୁ, ଚାଲି ଚାଲି ଯାଉଛୁ ବହୁତ ବାଟ, 3 କିଲୋମିଟର ହାଟ। ଘରୁ ବାହାରିଲୁ 11:45। ହାଟରେ ପହଞ୍ଚିବୁ 2:10। ବାଟରେ ଗଛ ପତ୍ର 1-2ଟା ଅଛି, ବର ଗଛ, ବଡ ଗଛ, ବର ଗଛ, ଅସ୍ତ ଗଛ। ବାଟରେ ଯାଉ ଯାଉ ଯଦି ଥକିଯିବୁ, ଘର ଦ୍ୱାର ପାଇବୁନି, ତୁ କୋଉଠି ବସିବୁ? ସେଇ ବରଗଛ ମୂଳେ। ଆଚ୍ଛା, ବରଗଛ ମୂଳେ ଯଦି ବରଗଛକୁ ମୁଁ କଖାରୁ ଦେଇଥାନ୍ତି, ଯେ କଖାରୁଟା ଯଦି ତ ମୁଣ୍ଡ ଉପରେ ପଡିବ, ତ ଅବସ୍ଥା କଣ ହବ? କଣ ହେଇଛି ମା? 27 ବର୍ଷ ହେଲାଣି ପ୍ରଭୁ, ବାହାଘର ହେଇପାରୁନାହିଁ। ବାପା ମା ବହୁତ ଚିନ୍ତାରେ ଅଛନ୍ତି ପ୍ରଭୁ। ଓହୋ, କଣ ଗୋଟେ ମୁଁ କରିଦେବି ନା କଣ? ମତେ ଲାଗୁଛି ତମ ଗାଁ ଜ୍ୟୋତିଷ ପାଖକୁ ତୁ ଯେମିତି ପଳେଇ ଆଇଲେ, ଯେଉଁ ତ ବାହାଘର ହେଇପାରୁନି, ମୁଁ କଣ କରିବି? ଆଚ୍ଛା ହେଲେ ଶୁଣୁ, ମୋର ତ ସେଠି 2-3ଟା ଅଛନ୍ତି, ନହେଲେ ତତେ ବି ନେଇଯାଇଥାନ୍ତି। ତୁ ବିଶ୍ୱାସ କରିବୁନି, ସେଠି ମୋର ଯେଉଁ ଗୋଟେ ଦିଟା ଅଛନ୍ତି ଲକ୍ଷ୍ମୀ ପକ୍ଷ୍ମୀ ଟାଇପର, ସିଏ ବହୁତ ରାଗି। ତୁ ଗଲା ମାନେ ପୁରା କଣ ନାହିଁ କଣ କରିଦେବେ, ସିଏ ମତେ ତ ପିଟିବେ ଆଉ। ତୁ ଜାଣୁ ସ୍ତ୍ରୀ ମାନେ ଭାରି ଭୟଙ୍କର, ବୁଝିପାରୁଛୁ ନା? ଆଚ୍ଛା ତା ବାଦେ ମୁଁ ସୁବିଧା କରୁଛି। ଆଚ୍ଛା ଇଏ ଆଇଁଷ ଫାଇଁଷ ଖାଉଛୁ? ସୋମବାର ଖାଏ, ଶୁକ୍ରବାର ଖାଏ। ଏଇ 2 ବାର ଖାଉ? ବୁଧବାର, ରବିବାର, ଗୁରୁବାର ଛାଡି ଦେଇଛୁ, ସେଗୁଡାରେ ଖାଉନୁ? କାହିଁକି ଖାଉନୁ ସେଗୁଡା? ମାନେ ଘରେ ଆଣନ୍ତିନି ସେଗୁଡା? ସୋମବାର ଶୁକ୍ରବାର ତିଥି ଦେଖିକି ଖାଉଛୁ ଆଉ। ଆଚ୍ଛା, ଭଲ ଭଲ ଭଲ। ଆଚ୍ଛା ଇଏ କାର୍ତ୍ତିକ ମାସରେ ଯୋଉ ଆଇଁଷ ଖାଉନ? କାର୍ତ୍ତିକ ମାସ କାହିଁକି ଖାଉନି? ଘରେ ମନା କରୁଥିବେ ଆଉ। ମନ୍ଦିର ଫନ୍ଦିର ଡଙ୍ଗା ଭସଉଛୁ? ଡଙ୍ଗା ଫଙ୍ଗା ଭସଉଛୁ? ରେଡି। ଛାଡ ଖାଇଦିନ ଆଇଁଷ ଖାଉଛୁ ନା? ଛାଡ ଖାଇଦିନ ଖାଉନୁ? ସତ କଥା କହ। ଦେଖିଲୁ, ଠାକୁରଙ୍କୁ ମିଛ କହୁଛୁ। ଛାଡ ଖାଇଦିନ ତାହେଲେ ଖାଉଛୁ। ଆଚ୍ଛା, କାର୍ତ୍ତିକ ମାସ ଯାକ ତମେ ଆଇଁଷ ଛାଡି ଦଉଛ, ଛାଡ ଖାଇଦିନ ଖାଉଛ, ଏଇଟା କୋଉ ପୁଣ୍ୟ ବହି ପଡୁଛି ତମର? ମୁଁ କିଛି ବୁଝିପାରୁନି। କାର୍ତ୍ତିକ ମାସ କରୁଛ, ମୋର ଟେନସନ ଟା ଶୁଣ। କାର୍ତ୍ତିକ ମାସ କରୁଛ, କାର୍ତ୍ତିକ ମାସ 15 ଦିନ ହେଇଥିବନି, କାର୍ତ୍ତିକ ମାସକୁ ତମେ ଶୋଧୁଛ। କହୁଥିଲ ଏ କାର୍ତ୍ତିକ ମାସ ସରିବ, ଆଇଁଷ ଟିକେ ହେଇପାରୁନି। ସେ ଖାସିଟା ଗୋଟେ ଦେଖିଦେ, ତାଙ୍କ ଘର ଗୋଟେ ବଢିଆ ଖାସି ଅଛି, ଆଣି କିଣିକି ରଖେଇ ଦେଇଥା, ଛାଡ ଖାଇ ଦିନ ଖାଇବା। ଏମିତି ତମ ମନରେ ନିଷ୍ଠା ଭଗବାନଙ୍କ ବାବଦୁ। ମୁଁ ଏଇଖିନା ସିନା ପାର୍ଟ ଟାଇମ ଗୋଟେ ବୁଲାବୁଲି ଆସିଛି ବୋଲି ତତେ କିଏ କହିଦେଇଛି ମୋ ପାଖକୁ ପଳେଇ। ଏଇଥିରେ କଣ ଭଗବାନ ତମକୁ ଫଳ ଦେଇଦେବେ? ବର କଣ ବର ଫଳ ବି ତମକୁ ମିଳିବ ନାହିଁ, ବୁଝିପାରୁଛ ନା ନାଇଁ? ମାନେ ଯୋଉ ବର ଗଛର ଫଳଟେ ହିଁ ମିଳିବନି, ସ୍ୱାମୀ ଖୋଜୁଛ ତମେ। ମନରେ ନିଷ୍ଠାର କଣଟେ କରିବି ଯେ? ଭଲ ପାଇଯାଉନି ଲୋକ କାହାକୁ? କଲେଜ ପଢୁଛୁ ତ? କଲେଜ ପଢୁଛୁ ଟି? ଆଉ କଲେଜ ପଢୁଛୁ, ସେ କଲେଜରେ ଯଦି ଭଲ ପିଲା କୋଉଠିଥିବେ, ନା ମ ତଦେଇ ହବନି। 27 ବର୍ଷ ଯାହା ନଇଛି ବାଳ କାଳେ ତାହା କି ହଇବ 27 ବର୍ଷର, ମାନେ ଏଇ ଯୋଉ ବୃଦ୍ଧା କାଳେ। ଆଉ ଶୁଣୁ, ତୁ ଯାହା ମୁଁ କଣ ସୁବିଧା କରୁଛି, କିନ୍ତୁ ଶୁଣୁ, ନିଷ୍ଠାରେ ରହ। ଯୋଉଟା ଆମର ଘାସ ଜାତୀୟ ଖାଦ୍ୟ, ପନିପରିବା ଏଗୁଡା ଖା, ଜୀବ ହତ୍ୟା କର ନାହିଁ, ମାଛ ମାଂସ ଅଣ୍ଡା ଏଗୁଡା ଖାଅ ନାହିଁ, ଫଳ ତୁ ନିଶ୍ଚିତ ପାଇବୁ। ପାଦୋଳି ନେଇଯା, ଘରେ ଡେଉଁରିଆ କରି ପିନ୍ଧିବୁ। ନେତି ଭାଇ, କୁଆଡେ ଯାଇଥିଲୁ? କୁଆଡେ ଯାଇଥିଲି, ଆଡୁ ବୁଲି ବୁଲିକି ଆସୁଛି, ଆଉ ବିଲ ଆଡୁ ଆଉ କଣ କରିବା? ଆରେ ଭାଇ ସତ କଥା, କଣ କରିବା? 8 ମାସ ହେଲା ଠୋପେ ବର୍ଷା ବି ନାହିଁ। ନଈ ନାଳ ସବୁ ଶୁଖିଗଲାଣି। ଆରେ ସିନ୍ଦୁର ଗୋଳିବାକୁ ବି ଟୋପେ ପାଣି କୋଉଠା ମିଳୁନି। ଆରେ ସିନ୍ଦୁର ଗୋଳିବୁ କଣ? ଥରେ 3 ଥର ମୁଁ ଧାନ ବୁଣିଲେଣି, ଗଜା ଟିକେ ବି ହଉନି ଏପର୍ଯ୍ୟନ୍ତ। ବିଲ ରାକ 4 ଇଞ୍ଚ ଚଉଡାରେ ଫାଟିଗଲାଣି। କେମିତି ପିଲା ଛୁଆ ଆମର ବଞ୍ଚିବେ କହିଲୁ? ଆରେ ସୃଷ୍ଟି ତ ପାପ ହେଇଗଲାଣି। ଆରେ ମୁଁ କୁଆଡେ ଶୁଣିଛି ଜଣେ ଭଗବାନ କୁଆଡେ ଆମ ଗାଁ ମୁଣ୍ଡେ ଆଜି ବୁଲୁଥିଲେ। ଚାଲୁ ଆମେ ଭଗବାନଙ୍କୁ ଟିକେ ଧାନ କରିକି ଡାକିବା, କାଳେ ଆସିଲେ ଆମ ଦୁଃଖ ହେଲେ ଶୁଣିବେ କି? ଡାକିବା ଚାଲ। ପ୍ରଭୁ କେଉଠି ଅଛ ଟିକେ ବାରେ ଦେଖା ଦିଅ, ଆମର ଇଆଡେ ଫାଟିକି ଶୁଖିଗଲାଣି। ଆସ ପ୍ରଭୁ, ଆମେ କେତେ ଆକୁଳ ବିନତି ହଉଛୁ। ହେ ପ୍ରଭୁ, ଆମ ପାଖକୁ ଟିକେ ଆସ, ଆମ ଦୁଃଖ ଟିକେ ଶୁଣ। हे करुणा निधि, हे वांछा निधि, हे कृपा निधि, कोठे अछ? ए आकुल शुणुन प्रभु, ए दुखीर टिके दुख शुण। प्रणाम प्रभु। प्रभु बहुत समय है आपको केते प्रार्थना करूनी, एबे देखा देला हमर दुख बुझु तो काई कोन प्रॉब्लम कोन हेलानी देखिलो काई बिलो बाड़ी फाटी के पूरा आ कोलानी, धान टिके हबार नाही, गछ टिके हबार नाही, केमती हम पिला छुआ बचिए कहलो? तम जो पानी पाग डिपार्टमेंट अछि से कहउथबो तो वर्षा केबे हबो बोली? आज्ञा कहउची मौसमी ए पर्यंत आसुनी। किए बे से मौसमी? मु तो पठेले आसीबो जे आज्ञा तमे कोन ना देइछो बे मौसमी मिली झुमुरी किए बे गुडा छ? आज्ञा पानी पाग कहउची आज्ञा, पानी पाग आज्ञा पानी पाग बे कहउ दिन
ଜାଣି ପାଣିପାଗ ଜନ୍ମ ମରଣ ଭରସା କହି ନ ପାରିବ ସହସା କିଏ ଡିପାର୍ଟମେଣ୍ଟ କହିଦବ ଆଜି ବର୍ଷା ହବ ବୋଲି ଚାଲୁ ଦେଖିଆ ଆଜ୍ଞା ପେପରରେ ରେଡିଓରେ ଟିଭିରେ ସବୁଥିରେ ଆଜ୍ଞା ନ୍ୟୁଜରେ ସବୁଥିରେ ଭର୍ତ୍ତି କରିଦଉଛି କି ପେପରରେ କି ପେପରରେ ନ୍ୟୁଜ ମତେ ଦେଖଉଛ ଆଜ୍ଞା ଆମେ ତ ଯୋଉ ଦିନ ଦେଖେ ମୁଁ କହୁଛି ଯୋଉ ଦିନ ସିଏ କହୁଛନ୍ତି ବର୍ଷା ହବ ସେଦିନ ଖରା ହଉଛି ଯୋଉ ଦିନ କହୁଛନ୍ତି ଖରା ହବ ସେଇଦିନ ବର୍ଷା ହଉଛି ହଉଛି ନା ନାଇଁ ଆଜ୍ଞା ଠିକ କଥା ଆଜ୍ଞା ତାହେଲେ ତାଙ୍କୁ କାହିଁ ଭରସା କରୁଛ ତମେ ଆମେ ତ ତାଙ୍କୁ ଆଉ ତମ ଭିତରେ ପ୍ରୋବ୍ଲେମ ପ୍ରବଳ ପ୍ରୋବ୍ଲେମ ତମ ଭିତରେ ହଉ ପ୍ରଭୁ ଆଜି ଯେତେବେଳେ କହୁଛ ଖରା ହଉଛି ବର୍ଷା ହଉନାହିଁ ଯେତେବେଳେ ବର୍ଷା ହଉଛି ସେତେବେଳେ ଡାକୁଛ କିରେ ମତେ ସେତେବେଳେ ତମେ ନାଇଁ ଡାକି ଯେତେବେଳେ ଫେର ବର୍ଷା ହେଇ ହେଇ ତମେ ସବୁ ବୁଡିଯିବ ନାକ ଯାଏ ସେତେବେଳେ ପ୍ରଭୁ କହିବ ପ୍ରଭୁ କାହିଁକି ବର୍ଷା କଲ ବର୍ଷା ହେଲାକୁ ତମେ କହୁଛ ବର୍ଷା ନ ହେଲାକୁ ତମେ କହୁଛ ମୁଁ ତ ଏମିତି ମାପର ଛାଡି ପାରିବିନି ଏତେ ମାପର ଛାଡି ପାରିବିନି ଯଦି ମାପର ଛାଡିବି ତମେ ଆଜ୍ଞା ଫୁଲ ଅମାପ ହେଇଯାଇଛି ଆଉ ମଦ ପିଉଛ ମଦ ପିଇକି ମତେ ଶୋଧୁଛ ଚାଲୁ ଚାଲୁ ଝୁଣ୍ଟି ପଡିଲା ବେଳକୁ ମୋର ବାପା 14 ପୁରୁଷ ନେଇ ତମେ ଶୋଧୁଛଟି ହେ ଭଗବାନ ତମ ଆଖି ଫୁଟି ଯାଇଥିଲା ଦେଖାଗଲା ନାଇଁ ମୋର ଅମୁକେ କର ଶୋଧୁଛନ୍ତି ମତେ ଆଜ୍ଞା ସେତେବେଳେ ତ କାହିଁକି ମୁଁ ଭଲ ନୁହଁ ବୁଝିପାରିଲ ତମ ମନରେ ମୁଁ ନାହିଁ ରେ ପାପ ପୁରା ଘର ପାପ ଭିତରେ ତମେ ଗୁଡା ବୁଡିକି ରହିଛ ନାକ ଯାଏ ଅସୁବିଧା ପଡିଲାରୁ ବିଲ ଫାଟିଗଲାରୁ ମତେ ତମେ ଡାକୁଛ ହଁ ମାରୁଛ ନା ମୁଣ୍ଡଟାକୁ ଡଗ ଚାଟବ ନା ପିଟା ପିଟା ପିଟି ଦେବି ଜାଣିଛ ହଉ ପ୍ରଭୁ ଟିକେ ପ୍ରତିକାର କଣ କରନ୍ତୁ ଏଇ ଦୁଃଖୀ କେମିତି ବଞ୍ଚିବେ ତମେ ଦି ଜଣ ଗୋଟେ କାମ କରିବ କଣ କରିବୁ ଲଙ୍ଗଳା ହେଇକି ଗୋଟେ ଲଙ୍ଗଳ ନେଇକି ରାତି ଅଧିଆ ତମ ବିଲ ମୁଣ୍ଡରେ ପୋତି ଦବ ଯୋଉଠି ପୋତିବ ଲଙ୍ଗଳଟା ସେଇଠୁ 2 କିଲୋମିଟର ଭିତରେ ବର୍ଷା ହବ ହେଲା ଆଉ ନିଷ୍ଠାରେ ଚଳ ଆଇଁଷ ଫାଇଁଷ ଖାଅ ନାହିଁ ଭଲ ଭାବରେ ଚଳ ହେଲା କି ଦେଖିବ ବର୍ଷା ତବଲକ ହବ ବୁଝିଲ ନା ପ୍ରଭୁ ପ୍ରଭୁ କେତେ ଦିନ ଭିତରେ ହବ ବର୍ଷା 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 ଚାଲ ମୁଁ କହୁଛି 24 ଘଣ୍ଟା ଭିତରେ ହବ 24 ଘଣ୍ଟା ଯାଏ ଆପଣ ଥିବେ ନା କୁଆଡେ ଯିବେ ନା ମୁଁ 2-3 ଦିନ ଯାଏ ଅଛି 2-3 ଦିନ ଯାଏ ଅଛି ହଁ ଆଜ୍ଞା କୋଉଠି ଟେଣ୍ଟ ଉଠିଲା ଯାଏ କୋଉ ଟେଣ୍ଟ ତମେ ବୁଝିପାରିବ 2-3 ଯାଏ ଅଛି ହେଲା ତମେ ଯିବ ଆଜ୍ଞା ଆମେ ଟିକେ ଆଡ୍ରେସ ଦଉନାହାନ୍ତି ଆମେ ଟିକେ ଫଳମୂଳ ନେଇକି ଯିବୁ ତମେ ଆଡ୍ରେସ ଦବ କଣ ଗାଁ ମୁଣ୍ଡରେ ବର୍ତ୍ତମାନ 2-3 ଦିନ ଯାଏ ଅଛି ତାପରେ ଅଲଗା କଥା ଚିନ୍ତା କରାଯିବ ତମେ ବର୍ତ୍ତମାନ ଯାଅ ମୋର ଖାଇବା ଟାଇମ ହେଇଗଲା हे महात्मा ମୁଁ ଆପଣଙ୍କ ସହିତ ମିଶି ଅନେକ କଥା ଶିଖିଲି କୁର୍ତ୍ତ ଅନେକ କଥା ଜାଣିଲି ଆପଣ ପୁରା ଜ୍ଞାନର ଗନ୍ତାଘର ହେଲେ ପ୍ରଭୁ ଆପଣ ସବୁ କରୁଛନ୍ତି ଏଇ ମୂଢ ମଣିଷ ମାନଙ୍କର ମନକୁ ପରିବର୍ତ୍ତନ କରୁନାହାନ୍ତି ବୁଝିଲେ ପ୍ରଭୁ ଏପଟେ ଆସିବ 10,000 ଲୋକ ଆଖପାଖ 7 ଖଣ୍ଡ ମୌଜା ଲୋକ ପହଞ୍ଚିବେ ହେଲେ ସଂକୀର୍ତ୍ତନ କରିବା ପାଇଁ 10ଟା ଲୋକ ମିଳୁନାହାନ୍ତି हे प्रभु आपण मूढ़ मनुष्य मानकर मन को परिवर्तन करना कहीं ମୁଁ ତତେ ଗୋଟେ କଥା କହିବି ତୋ ନାଁ କଣଟି मन विभु ବିଭୁ ତତେ ଗୋଟେ କଥା କହିବି ତୁ ମୋ କଥା ମାନିବୁ ଗାଁ ସାରା ଲୋକ ତାହେଲେ ତତେ ଗୋଟେ ପାୱାର ଦେଇଦେଲି ସେ ପାୱାର ଟା ଏମିତି ତୁ ଯୋଉ ପଟେ ବି ଯିବୁ ସେ ସାଇଡ୍ ରେ ଖାଲି ହରେ କୃଷ୍ଣ ଶୁଭିବ କେମିତି କେମିତି ପ୍ରଭୁ ତୁ ଗୋଟେ କାମ କରିବୁ ଯୋଉଠିକି ବି ଯିବୁ ହରେ କୃଷ୍ଣ ଯଦି କିଏ କହିଲା ତୁ ଯେତେ ପ୍ରକାର ସୋଧା ଶିଖିଛୁ अच्छा अच्छा ତାକୁ ଶୋଧିବୁ ଯିଏ ଯଦି ହରେ କୃଷ୍ଣ କହିଲା ହରେ କୃଷ୍ଣ ଶୁଣିବା ମାତ୍ରେ ଛୁଟିବି ତୁ ଯେତେ ଶିଖିଛୁ अच्छा अच्छा ତତେ ଗ୍ୟାରେଣ୍ଟି ଦେଇକି କହୁଛି ଆଚ୍ଛା। ସେ ସୋଧା ଶୁଣିବା ଲାଗି ଗାଁ ସାରା ଟୋକା ବୁଢା ମାଇକିନା ସ୍ତ୍ରୀ ଲୋକ କୁନି ପୁରା ଯେତିକି ରହିବେ ସବୁ ଦେଖିବୁ ତତେ ଦେଖିଲା ମାନେ ହରେ କୃଷ୍ଣ କହିବେ ଏଇଟା ତତେ ଦେଖିଲା ମାନେ ହରେ କୃଷ୍ଣ କହିବେ ଏଇଟା ହଉଛି ଏ ଦୁନିଆର ପ୍ରକୃତି ଯୋଉଟା ସେମାନଙ୍କୁ କହିବୁ ନା ସେଇଟା ସେମାନଙ୍କର ହଁ ଆଚ୍ଛା ଆଚ୍ଛା ତମେ ହଁ ବାଟରେ ଯାଉଛ ତେଣୁ ସେ ନା ତେଣୁ ତୁ ଦେଖ ଦେଖିବୁ କବାଟ କୋଣରୁ ପଛେ ଥାଇକି ହରେ କୃଷ୍ଣ କହିଦେଲେ ତୁ ସଦା ଶୁଣିବେ ହରେ କୃଷ୍ଣ ଆରେ ଭଗବାନଙ୍କର ନାଁ ଥରେ ଜପି ଦେଲେ ଯେତିକି ପୁଣ୍ୟ ହୁଏ ଯେତିକି ପାପ ସରିଯାଏ ଗୋଟେ ମଣିଷ ତା 14 ଜନ୍ମରେ ସେତିକି ପାପ କରିପାରିବ ହେଲା କି ଆପଣ ମହାନ ଆପଣ ଜଗତନ ଆପଣ ସତରେ ଭଗବାନ ଆଚ୍ଛା ପ୍ରଭୁ ଆପଣ ମତେ ଗଭୀର ଜ୍ଞାନ ଦେଲେ ହେଲେ ଗୋଟାଏ କଥା ବୁଝିପାରିଲିନି ଅବୁଝା ରହିଗଲା ଆପଣ ହଠାତ୍ କେମିତି ସେ ଆମ ଗାଁରେ ପହଞ୍ଚିଗଲେ ତମ ଗାଁ ବାଲା ଡାକିଥିଲେ କଲ୍ ଥିଲା ମାନେ ଆମ ଗାଁ ବାଲା ସେଟା କଲ୍ ଥିଲେ ମାନେ କଲ୍ କି କଲ୍ ମୁଁ ପରା ତମ ଗାଁ ମୁଣ୍ଡରେ ଯାତ୍ରା ପାର୍ଟି ପଡିଛି ସେଇଠିକାର ଆର୍ଟିଷ୍ଟ ଭୁଲ